सर्वप्रथमे पिता पुत्र पवित्र आत्माଙ୍କର ଗୌରବ ହଉ। ପୁଣି ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ଆସନ୍ତୁ ଆଜି ମଧ୍ୟ ଈଶ୍ୱରଙ୍କର ବାକ୍ୟ ଆଲୋଚନା କରିବା। ଏହି ସମୟରେ ଗୋଟିଏ ବାକ୍ୟ ପାଠ କରିବା ଯାହା ଲେଖାଯାଏ ଦ୍ୱିତୀୟ ସାମୁଏଲ ତାର 12 ପର୍ବ ପାଠ କରିବା 13 ପଦ। ଦ୍ୱିତୀୟ ସାମୁଏଲ 12-13 ପଦ। ସେତେବେଳେ ଦାଉଦ ନାଥନଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି। ଏଥିରେ ନାଥନ ଦାଉଦଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି, ତୁମ୍ଭେ ମରିବ ନାହିଁ। ପଠିତ ବାକ୍ୟରେ ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଧନ୍ୟବାଦ ଦେଉଛୁ। ବାକ୍ୟ ପଢ଼ିଅଛୁ, ତାହା ବୁଝିବୁ, ପାଳନ କରିବୁ। ଶକ୍ତି ପ୍ରଦାନ କର। ସାହାଯ୍ୟକାରୀ ଆତ୍ମା ପଠାଇ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଅଳ୍ପ ସମୟ ଆମମାନେ ଧ୍ୟାନ କରିବା ଈଶ୍ୱରଙ୍କର ପବିତ୍ର ବାକ୍ୟ। ନାଥନ ଆଉ ଦାଉଦଙ୍କ ନିକଟକୁ ଯାଉଛନ୍ତି। ସଦାପ୍ରଭୁ ଆଉ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କରୁଅଛନ୍ତି, ପଠାଉଛନ୍ତି। ଆଉ ଦାଉଦ ଜଣେ ରାଜା ଥିଲେ, ଆଉ ତାଙ୍କ ନିକଟକୁ ନାଥନଙ୍କୁ ପଠାଇଲେ। ନାଥନ ଭବିଷ୍ୟତ ବକ୍ତା, ଆଉ ତାହାଙ୍କୁ କହୁଛନ୍ତି 13 ପଦରେ ଦାଉଦ ନାଥନଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କ ବିରୋଧରେ ପାପ କରିଅଛି। ଦାଉଦ ଜଣେ ରାଜା ହେଲେ ମଧ୍ୟ ସେ ଆପଣାର ପାପ ସ୍ୱୀକାର କରୁଛନ୍ତି, ଆଉ କହୁଅଛନ୍ତି ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି। ଆମେ ଦେଖୁ ଯେ ସେ ଅନେକ ପାପ କାମ କରିଅଛନ୍ତି, ଅନ୍ୟାୟ କାର୍ଯ୍ୟ କରିଅଛନ୍ତି, ଭୁଲ କାର୍ଯ୍ୟ କରିଅଛନ୍ତି। ତେଣୁ ନାଥନ କହିଲେ, ସଦାପ୍ରଭୁ ତୁମର ପାପ ମଧ୍ୟ ଦୂର କରିଅଛନ୍ତି, ତୁମ୍ଭେ ମରିବ ନାହିଁ। ଏଇଠାରେ ଆମେ ଦେଖୁ ଯେ ନାଥନ ଯେତେବେଳେ ଦାଉଦଙ୍କ ନିକଟକୁ ଯାଉଅଛନ୍ତି, ଆଉ ସେହି ସମୟରେ ତାହାଙ୍କୁ ଗୋଟିଏ ଦୃଷ୍ଟାନ୍ତ କହୁଛନ୍ତି। ଦେଖନ୍ତୁ, ତାଙ୍କୁ କହୁଅଛନ୍ତି ଆଉ ଜଣେ ଧନୀ ଆଉ ଦରିଦ୍ର ବିଷୟରେ। ଜଣେ ଧନୀ ଲୋକର ଗାଈ ଗୋରୁ, ପୁଣି ମେଷପଲ ଇତ୍ୟାଦି ବହୁତ ଥିଲା। ଆଉ ଜଣେ ଦରିଦ୍ର ଲୋକର କେବଳ ଗୋଟିଏ ମେଷ ବତ୍ସା, ଅର୍ଥାତ୍ ଗୋଟିଏ ମେଣ୍ଢା ଛୁଆ ଥିଲା। ଆଉ ଏଇଟା ଦେଖୁଛୁ, ସେହି ଦରିଦ୍ର ଲୋକର ଛୋଟ ମେଷ ଛୁଆକୁ, ମେଣ୍ଢା ଛୁଆକୁ ସେ ଅତି ଯତ୍ନରେ ପାଳନ କରୁଥିଲା। ବାକ୍ୟରେ ଲେଖାଯାଏ ଯେ ନିଜର ଖାଦ୍ୟରୁ ଖାଇବା ପାଇଁ ଦେଉଥିଲା, ନିଜ କୋଳରେ ଶୟନ କରାଉଥିଲା, ଆଉ ଲେଖାଯାଏ ଯେ ନିଜ ପାତ୍ରରୁ ମଧ୍ୟ ପାନ କରାଉଥିଲା, ଏବଂ ସେ ନିଜର କନ୍ୟା ତୁଲ୍ୟ ତାହାକୁ ଯତ୍ନ ସହକାରେ ରଖିଥିଲା। ସେହି ସମୟରେ ସେହି ଧନୀ ଲୋକ, ତାଙ୍କ ଗୃହକୁ ଜଣେ ଅତିଥି ଆସିଲେ, କୁଣିଆ ଆସିଲେ। ସେହି ସମୟରେ
ଏଇଟା ଦେଖୁଛୁ ଯେ ନିଜର ଗୋପୋଲ ମେଷପୋଲ ଅଛି, କିନ୍ତୁ ସେଥିରୁ ସେ ଲୋଭ କଲେ ତାଙ୍କୁ ରାନ୍ଧିବା ପାଇଁ, ତାଙ୍କ ନିମନ୍ତେ ରାନ୍ଧିବା ପାଇଁ, ତାଙ୍କୁ ଆତିଥ୍ୟ ସତ୍କାର କରିବା ପାଇଁ ସେ ଲୋଭ କଲେ ଏବଂ ସେଇ ଦରିଦ୍ର ଲୋକର ମେଷ ଛୁଆକୁ ସେ ଆଣିଲେ ଆଉ ଶୀଘ୍ର ତାହା ରାନ୍ଧିଲେ ଆଉ ଅତିଥିମାନଙ୍କୁ ଭୋଜନ କରାଇଲେ। ଏହା ଯେଉଁ ସମୟରେ ନାଥନ ଦାଉଦଙ୍କୁ କହୁଛନ୍ତି, ଦାଉଦ ମନ ମଧ୍ୟରେ ବହୁତ ରାଗି ଯାଉଛନ୍ତି, କାରଣ ସେଇ ଧନୀ ଲୋକ ଅନ୍ୟାୟ କରୁଅଛି ଆଉ ସେ ଅନେକ ବିଷୟ ମନ ମଧ୍ୟରେ ଭାବନା କରୁଅଛନ୍ତି ଆଉ ମନ ମଧ୍ୟରେ ଅନେକ ରାଗ ଆସୁଅଛି ସେଇ ଧନୀ ଲୋକ ପ୍ରତି। ତେଣୁ ଏଠି ଦେଖୁଛୁ ସେ ମନେ ମନେ ଭାବୁଛନ୍ତି ଯେ ଯେଉଁ ବ୍ୟକ୍ତି ଏହା କରିଅଛି, ଯେଉଁ ଧନୀ ଲୋକ କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁ ଯୋଗ୍ୟ। ସେ କହୁଅଛନ୍ତି, ଧନୀ ଲୋକକୁ ରାଗୁଅଛନ୍ତି, ଅତିଶୟ ପ୍ରଜ୍ୱଳିତ ହେଲେ। ଦାଉଦ କ୍ରୋଧରେ ପ୍ରଜ୍ୱଳିତ ହୋଇ କହିଲେ ଯେ ତାହାର ମୃତ୍ୟୁର ଯୋଗ୍ୟ। ଏହି କର୍ମ କରିବାରୁ ସେ ଦୟା ନ କରିବାରୁ 4 ଗୁଣ ଫେରାଇ ଦେବ। ଏହି ପ୍ରକାର ଭାବରେ ସେ ରାଗୁଛନ୍ତି। ତେଣୁ ଦେଖୁଛୁ ନାଥନକୁ ସେ ବ୍ୟକ୍ତି ତ ତୁମ୍ଭେ ବୋଲି ନାଥନ ସିଧାସଳଖ କହୁଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଇଠି ଦେଖୁ ଭବିଷ୍ୟତ ବକ୍ତା ନାଥନ ସିଧାସଳଖ ଜଣେ ରାଜାଙ୍କୁ ଆଉ ତାହାଙ୍କୁ ଅନୁଯୋଗ କରୁଛନ୍ତି ସମ୍ମୁଖରେ, ଆଉ ସେହି ବ୍ୟକ୍ତି ତୁମ୍ଭେ। ଯେଉଁ ସମୟରେ ନାଥନ ଆଉ ରାଗି ଯାଉଛନ୍ତି, ଅତିଶୟ ରାଗରେ ପ୍ରଜ୍ୱଳିତ ହେଉଛନ୍ତି, ସେହି ବ୍ୟକ୍ତିକୁ ମୃତ୍ୟୁର ଯୋଗ୍ୟ ବୋଲି ସେ କହୁଛନ୍ତି ଆଉ ଏହି କର୍ମ କରିବା ହେତୁ ଆଉ 4 ଗୁଣ ଫେରାଇ ଦେବାର ଉଚିତ। ଏହି ସମସ୍ତ ବିଷୟ ଯେତେବେଳେ ଭାବୁଛନ୍ତି, ନାଥନ ସେହି ସମୟରେ ତାହାଙ୍କୁ କହୁଛନ୍ତି ଆଉ ଦାଉଦ ନାଥନ କହିଲେ ଯେ ସେହି ବ୍ୟକ୍ତି ତୁମ୍ଭେ। ତେଣୁ ଏଇଠି ଗୋଟିଏ ଆମ୍ଭମାନଙ୍କ ନିମନ୍ତେ ସୁନ୍ଦର ଉଦାହରଣ ଦାଉଦଙ୍କର ଦେଖିବା ପାଇଁ ପାଉଛୁ। ଲେଖାଯାଏ ଯେ 7 ପଦରେ, ଏଥିରେ ନାଥନ ଦାଉଦଙ୍କୁ କହିଲେ, ସେହି ବ୍ୟକ୍ତି ତ ତୁମ୍ଭେ। ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ଆମ୍ଭେ ତୁମକୁ ସାଉଲ ହସ୍ତରୁ ରକ୍ଷା କଲୁ। ସେ କହୁଛନ୍ତି ତୁମକୁ ରାଜା କଲୁ, ସାଉଲ ହସ୍ତରୁ ତୁମକୁ ରକ୍ଷା କଲୁ, ଆଉ ତୁମର ପ୍ରଭୁର ଗୃହ ଓ ତୁମ୍ଭ କୋଳରେ ତୁମ ପ୍ରଭୁର ଭାର୍ଯ୍ୟାମାନଙ୍କୁ ଦେଲୁ, ମଧ୍ୟ ଇସ୍ରାଏଲ ଜିହୁଦା ବଂଶ ତୁମକୁ ଦେଲୁ। ଆଉ ଯେବେ ଏହା ଅଳ୍ପ ହୋଇଥାନ୍ତା, ତେବେ ଆମ୍ଭେ ତୁମକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥାନ୍ତୁ, ଆଉ ଯାହା ତୁମର ଆବଶ୍ୟକ ସମସ୍ତ ବିଷୟ ଦେଇଥାନ୍ତୁ। କିନ୍ତୁ ତୁମେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କରିବା ପାଇଁ ଆଉ ତାହାଙ୍କର ବାକ୍ୟକୁ ତୁଚ୍ଛ କରିଅଛ। ଯେଉଁମାନେ ଅନ୍ୟାୟ କରନ୍ତି, ଯେଉଁମାନେ ଭୁଲ କରନ୍ତି, ଆଉ ସେଇ ଅନ୍ୟାୟ କରିଥିବା ବ୍ୟକ୍ତିର ତ କ୍ଷତି ହୁଏ, କିନ୍ତୁ ବାକ୍ୟ ଅନୁସାରେ ଈଶ୍ୱରଙ୍କର ବାକ୍ୟକୁ ତୁଚ୍ଛ କରିବା, ଯେଉଁମାନେ ଅନ୍ୟମାନଙ୍କ ପ୍ରତି ଆଉ ଅନ୍ୟାୟ କରନ୍ତି, ଭୁଲ କରନ୍ତି, ଅନିଷ୍ଟ କରନ୍ତି, ତାହାର ବାଧାର କାରଣ ହୁଅନ୍ତି,
ତାହା ନିମନ୍ତେ କୌଣସି ବିଷୟ ବା ତାହାର ଭବିଷ୍ୟତରେ ତାର ନଷ୍ଟ କରିବାକୁ ଚିନ୍ତା କରନ୍ତି ବା ନଷ୍ଟ କରନ୍ତି, ଆଉ ତାହାର ତ ଅନିଷ୍ଟ ହୁଏ। କିନ୍ତୁ ଏଇଠାରେ ବାକ୍ୟରେ ଲେଖାଯାଏ ଈଶ୍ୱରଙ୍କର ବାକ୍ୟକୁ ସେମାନେ ତୁଚ୍ଛ କରନ୍ତି। ମନୁଷ୍ୟ ପ୍ରତି ଅନ୍ୟାୟ କରୁଥିବା ବ୍ୟକ୍ତି, ମନୁଷ୍ୟକୁ ଆଉ ଅନିଷ୍ଟ କରିବା ବ୍ୟକ୍ତି, ସେ ଈଶ୍ୱରଙ୍କ ବାକ୍ୟକୁ ତୁଚ୍ଛ କରେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ କେବେ ମଧ୍ୟ ଆଉ ଅନ୍ୟର ଅନିଷ୍ଟ କିମ୍ବା ଅନ୍ୟାୟ କରିବା ନାହିଁ, ତାହା ଈଶ୍ୱରଙ୍କ ବାକ୍ୟକୁ ତୁଚ୍ଛ କରିବା। ତୁମେ ଖଡ୍ଗ ଦ୍ୱାରା ହିତ୍ୟ ଉରିୟକୁ ମାରିଅଛ, ଆଉ ତାହାର ଭାର୍ଯ୍ୟାକୁ ଗ୍ରହଣ କରିଅଛ। ଦେଖନ୍ତୁ, ହିତ୍ୟ ଉରିୟକୁ ସେ ବଧ କରିଲେ, ଆଉ ଖଡ୍ଗ ଦ୍ୱାରା ଯୁଦ୍ଧକୁ ପଠାଇ ତାକୁ ମାରିଲେ, ଆଉ ତାଙ୍କ ଭାର୍ଯ୍ୟାକୁ ସେ ନେଇଅଛନ୍ତି। ତେଣୁ ପ୍ରଭୁ ତାହାଙ୍କୁ ଅଭିଶାପ ଦେଉଅଛନ୍ତି। ତେବେ ଏହି କାର୍ଯ୍ୟ କରିବା ହେତୁ, ହିତ୍ୟ ଉରିୟକୁ ମାରିଥିବା ହେତୁ, ଆଉ ତୁମେ ଯୁଦ୍ଧରେ ପଠାଇ ତାକୁ ଖଡ୍ଗ ଦ୍ୱାରା ମରାଇଅଛ, ସେ ଖଡ୍ଗରେ ମରିଅଛନ୍ତି। ସେଥିପାଇଁ ତୁମ୍ଭ ଗୃହରୁ କେବେ ଖଡ୍ଗ ଯିବ ନାହିଁ, ତୁମ୍ଭ ଗୃହରୁ ଖଡ୍ଗ କେବେ ଯିବ ନାହିଁ। ଆଉ କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ୟ ଉରିୟର ଭାର୍ଯ୍ୟାକୁ ନେଇଅଛ। ହିତ୍ୟ ଉରିୟର ଭାର୍ଯ୍ୟାକୁ ନେବା ଦ୍ୱାରା ଈଶ୍ୱରଙ୍କର ବାକ୍ୟକୁ ତୁଚ୍ଛ କରିଅଛନ୍ତି ଦାଉଦ। ତେଣୁ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଉ ଏଇଟା ଦେଖୁ, ଅନ୍ୟର ସ୍ତ୍ରୀକୁ ଗ୍ରହଣ କରିବା, ଅନ୍ୟର ସ୍ତ୍ରୀକୁ ନେବା, ଅନ୍ୟର ସ୍ତ୍ରୀକୁ ଲୋଭ କରିବା, ଈଶ୍ୱରଙ୍କର ବାକ୍ୟକୁ ତୁଚ୍ଛ କରିବା। ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ତୁମ୍ଭ ନିଜ ବଂଶରେ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା। ଆମ୍ଭମାନଙ୍କର ପରମେଶ୍ୱର, ଆମେ ଦେଖୁ ଯେଉଁମାନେ ଅନ୍ୟାୟ କରନ୍ତି, ଯେଉଁମାନେ ଭୁଲ କରନ୍ତି, ତାର ପ୍ରତ୍ୟେକ ଭୁଲର ଆଉ ଅଭିଶାପ ତାଙ୍କ ଉପରେ ଆସୁଅଛି। ଖଡ୍ଗରେ ଆଘାତ କରିବା, ସ୍ତ୍ରୀକୁ ଗ୍ରହଣ କରିବା, ପୁଣି ଯାହା ଯାହା ଭାର୍ଯ୍ୟାକୁ ଗ୍ରହଣ କରିବା, ଏହି ସମସ୍ତ ବିଷୟ ଆଉ ଗୋଟିଏ ଗୋଟିଏ ଅଭିଶାପ ତାଙ୍କୁ ଲାଗୁଅଛି। ଆଉ ତୁମ୍ଭର ଭାର୍ଯ୍ୟାକୁ ନେଇ ତୁମର ଆତ୍ମୀୟମାନଙ୍କୁ ଦେବା, ସେମାନେ ସୂର୍ଯ୍ୟ ସମ୍ମୁଖରେ ଶୟନ କରିବେ। ତୁମେ ଗୁପ୍ତରେ ନେଇଅଛ, ତାଙ୍କୁ ବଧ କରି ତୁମେ ନେଇଅଛ, କିନ୍ତୁ ସୂର୍ଯ୍ୟର ସମ୍ମୁଖରେ ଆଉ ସେମାନେ ଶୟନ କରିବେ। କାରଣ ତୁମେ ଗୋପନ କରିଛ, ଆଉ ସେମାନେ ସୂର୍ଯ୍ୟର ସମ୍ମୁଖରେ ତାହା କରିବା। ଏହି ସମସ୍ତ ବିଷୟ କହିଲା ଉତ୍ତାରେ ଦାଉଦ ତାଙ୍କର ଯେଉଁ ଗୁଣ ଏଠାରେ ପ୍ରକାଶ ପାଏ, ନମ୍ରତା ଏଠାରେ ପ୍ରକାଶ ପାଏ, ଯେ ସେ କହୁଅଛନ୍ତି ନାଥନଙ୍କୁ, ଜଣେ ରାଜା ହେଲେ ମଧ୍ୟ ଆପଣା ଭୁଲକୁ ସେ ସ୍ୱୀକାର କରୁଅଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣ ଏବଂ ମୁଁ, ଯଦି ଆମ୍ଭମାନଙ୍କର କୌଣସି ଭୁଲ ଥାଏ, ଅନ୍ୟାୟ ଥାଏ, ଯଦି କୌଣସି ଲୋକ ଅଭିଯୋଗ କରେ, ଦେଖାଇ ଦିଏ, ଆଉ ଆପଣ ମୁଁ ନମ୍ର ହେବା ଦରକାର, ତାହା ମାନି ନେବା ଦରକାର। ଆଉ ସେ କହୁଅଛନ୍ତି, ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି। ଦାଉଦ କହିଲେ, ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛି। ତାପରେ ନାଥନ କହୁଛନ୍ତି ଦାଉଦଙ୍କୁ, ସଦାପ୍ରଭୁ ତୁମର ପାପ ମଧ୍ୟ ଦୂର କରିଅଛନ୍ତି। ଦେଖନ୍ତୁ, ଏଇଠାରେ ନମ୍ର ସ୍ୱଭାବ। ଆଉ ଯଦି ଏହି ସ୍ଥାନରେ ଦେଖୁ ଯେ ଯଦି ନାଥନ ସେ ଜଣେ ରାଜା, ତାଙ୍କୁ ଭୟ କରି
ତାଙ୍କର ସପକ୍ଷ ହେଇଥାନ୍ତେ, ତେବେ ତାଙ୍କର ଦୁଷ୍କର୍ମରେ ନିଜେ ଦୋଷୀ ହେଇଥାନ୍ତେ। ତେଣୁ ସେ ଅଭିଯୋଗ କଲେ ସମ୍ମୁଖରେ। ଆଉ ସେହି ଦାଉଦ ପାପ ସ୍ୱୀକାର କଲେ ଆଉ ବଞ୍ଚିଗଲେ। ଲେଖାଯାଏ, ପାପ ମଧ୍ୟ ଦୂର କରୁଛନ୍ତି, ତୁମ୍ଭେ ମରିବ ନାହିଁ। ପ୍ରଭୁଙ୍କର ଗୌରବ ହଉ। ତୁମର ପାପ ଦୂର ହୋଇଛି, ତୁମେ ମରିବ ନାହିଁ। ଯଦି ସପକ୍ଷ ହେଇଥାନ୍ତେ, ତେବେ ସେ ମଧ୍ୟ ତାଙ୍କର ଦୁଷ୍କର୍ମରେ, ଅନ୍ୟାୟରେ ଆଉ ସେ ମଧ୍ୟ ଦୁଷ୍କର୍ମଚାରୀ ହେଇଥାନ୍ତେ, ସହଭାଗୀ ହୋଇଥାନ୍ତେ। ତେଣୁ ବାକ୍ୟରେ ଲେଖାଯାଏ ଯେ 2 ଯୋହନ 1:11 ଯେଉଁମାନେ ଦୁଷ୍କର୍ମକାରୀମାନଙ୍କର ସମ୍ବର୍ଦ୍ଧନା କରନ୍ତି, ଦୁଷ୍କର୍ମକାରୀମାନଙ୍କୁ ସମ୍ବର୍ଦ୍ଧନା କରନ୍ତି, ଆଉ ସେମାନେ ମଧ୍ୟ ସେଇ ଦୁଷ୍କର୍ମର ସହଭାଗୀ ହୁଅନ୍ତି। ସେଇ ପାପ ତାଙ୍କ ପ୍ରତି ମଧ୍ୟ ବର୍ତ୍ତେ। ତେଣୁ ପ୍ରିୟ ପ୍ରଭୁଙ୍କର ଲୋକମାନେ, କୌଣସି ବ୍ୟକ୍ତିର ଦୁଷ୍କର୍ମରେ, ଅନ୍ୟାୟରେ, ପାପରେ ଆପଣ କିମ୍ବା ମୁଁ ସହଭାଗୀ ହେବା ନାହିଁ। ସେ ମାନୁ କିମ୍ବା ନ ମାନୁ, କିନ୍ତୁ ସହଭାଗୀ ହେବା ଆଉ ସେଇ ପାପର ଦଣ୍ଡ ବା ସେଇ ପାପର ଭାଗୀ ଆମେ ହେବା ନାହିଁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଏହି ବାକ୍ୟ ଅନୁସାରେ ଯେ ଆମ୍ଭେମାନେ ଦାଉଦଙ୍କ ପରି ନମ୍ର ଭାବରେ ଆମ୍ଭମାନଙ୍କର ଭୁଲକୁ ସ୍ୱୀକାର କରିବା। କାରଣ ବାକ୍ୟ ଅନୁସାରେ ଲେଖାଯାଏ ଯେ ପାପର ବେତନ ମୃତ୍ୟୁ। ପାପର ବେତନ ଦାଉଦଙ୍କୁ ମୃତ୍ୟୁ ଥିଲା। ସେ ଯେଉଁ ପ୍ରକାର ଧନୀ ଲୋକକୁ ରାଗୁଥିଲେ, ମୃତ୍ୟୁର ଯଜ୍ଞ 4 ଗୁଣ ଫେରାଇବା ଉଚିତ, ଆଉ କ୍ରୋଧରେ ପ୍ରଜ୍ୱଳିତ ହେଉଥିଲେ, ସେଇ ମୃତ୍ୟୁର ଯଜ୍ଞ ଥିଲେ ଦାଉଦ। କିନ୍ତୁ ଯେଉଁ ସମୟରେ ପ୍ରଭୁଙ୍କ ନିକଟରେ ଆପଣା ପାପକୁ ମାନିନେଲେ, ସ୍ୱୀକାର କଲେ, ଆଉ ସେଇ ସମୟରେ ନାଥନ କହୁଛନ୍ତି ପାପ ଦୂର ହୋଇଅଛି। ପ୍ରଭୁ ତୁମର ପାପ ଦୂର କରିଅଛନ୍ତି, ତୁମେ ମରିବ ନାହିଁ। ପ୍ରଭୁ ଆମ୍ଭମାନଙ୍କୁ ଏହି ପ୍ରକାର ଆଶୀର୍ବାଦ କରନ୍ତୁ। ଆମ୍ଭମାନଙ୍କର ପାପ, ଆମ୍ଭମାନଙ୍କର ଅନ୍ୟାୟ, ଆମ୍ଭମାନଙ୍କର ଯାହା ସବୁ ଦୁଷ୍କର୍ମ କରୁଅଛୁ, ସେଇ ଦୁଷ୍କର୍ମ ସବୁ କ୍ଷମା ହେବା ନିମନ୍ତେ ଆପଣଙ୍କୁ ନମ୍ର କରିବା, ଅନୁଯୋଗକୁ ଆମେ ତୁଚ୍ଛ କରିବା ନାହିଁ। ଯଦି ତୁଚ୍ଛ କରିବା, ତା ଅର୍ଥ ବାକ୍ୟକୁ ତୁଚ୍ଛ କରିବା, ପ୍ରଭୁଙ୍କୁ ତୁଚ୍ଛ କରିବା। ତେଣୁ ପ୍ରଭୁଙ୍କର ବାକ୍ୟ ଅନୁସାରେ ଜୀବନ କାଟିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ବାକ୍ୟ ଅନୁସାରେ ଆମ୍ଭେମାନେ ସବୁବେଳେ ନମ୍ର ନତ ହେବା। ଆମ୍ଭେମାନେ ସବୁବେଳେ ପ୍ରଭୁଙ୍କର ବଶୀଭୂତ ହେବା, ଯଦ୍ୱାରା ଆମେ ଦାଉଦଙ୍କ ପରି ଯଦି ଆମ୍ଭେମାନେ ପାପ କରିଅଛୁ, ଭୁଲ କରିଅଛୁ, ଅନ୍ୟାୟ କରୁଛୁ, ଆମେ ସ୍ୱୀକାର କରି ମରିବା ନାହିଁ, ବରଂ ବାକ୍ୟ ଅନୁସାରେ ବଞ୍ଚିବା। ଏହି ଜଗତରେ ବଞ୍ଚୁ ବଞ୍ଚୁ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମ୍ଭେମାନେ ବାକ୍ୟ ଅନୁସାରେ ଜୀବନ କାଟିବା, ଆଉ ଆଗାମୀ ଦିନମାନଙ୍କରେ ମଧ୍ୟ ଆମ୍ଭେମାନେ ଦୁଷ୍କର୍ମର ସହଭାଗୀ ହେବା ନାହିଁ, ପାପର ସହଭାଗୀ ହେବା ନାହିଁ। ଆଉ ଯେଉଁ ବ୍ୟକ୍ତି ଦୁଷ୍କର୍ମ କରେ, ତାହାକୁ ସମ୍ବର୍ଦ୍ଧନା ଜଣାଇ ତାହାର ସପକ୍ଷ ହୋଇ ଆଉ ସେଇ ପାପର ଭାଗୀ, ସେଇ ଦୁଷ୍କର୍ମର ଭାଗୀ ହେବା ନାହିଁ। ନାଥନ ସେଇଦିନ ରାଜାଙ୍କୁ ଭୟ ନ କରି ଅନୁଯୋଗ କଲେ, ସେ ଦୁଷ୍କର୍ମ ବା ପାପ ବା ଅନ୍ୟାୟର ସହଭାଗୀ ହେଲେ ନାହିଁ। ଆମେ ମଧ୍ୟ କେବେ ମଧ୍ୟ ସହଭାଗୀ ହେବା ନାହିଁ, ନହେଲେ ଆମ୍ଭେମାନେ ମଧ୍ୟ ସେ ପାପର ପ୍ରତିଫଳ ପାଇବା, ଦଣ୍ଡ ପାଇବା। ପ୍ରଭୁ ଆମ ସମସ୍ତଙ୍କୁ ଏହି ପ୍ରକାର ଆଶୀର୍ବାଦ କରନ୍ତୁ। ଆଉ ଦାଉଦ ଯେ ପ୍ରକାର ନମ୍ର ହେଲେ, ପାପ ସ୍ୱୀକାର କଲେ, ଆମେ ମଧ୍ୟ ନମ୍ର ହେବା, ଆଉ ସମସ୍ତ ଭୁଲକୁ ମାନିନେବା, ଅନୁଯୋଗକୁ ତୁଚ୍ଛ କରିବା ନାହିଁ। ପ୍ରଭୁ ଆମ ସମସ୍ତଙ୍କୁ
এই ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ, ପାଳନ କରିବା ପାଇଁ ସାହାଯ୍ୟକାରୀ ଆତ୍ମା ପଠାଇ ସାହାଯ୍ୟ କରନ୍ତୁ। ଆମେନ୍।